हाय गाइस, आज गोटे नुआ जगह को जीवार अच्छी आपण मैंने देखिए। आज नुआ जगह को लेकिन देखेबी आपण मानकु। चलतु बाहर। बर्तमान बुली जीवा पात्रपड़ा बायाणी पीठ। ये जगहटी हूँ अनुगुल जिला छेंडीपदा ब्लॉक पात्रपड़ा बागड़िया देकी आसवा को हम पात्रपड़ा बायाणी पीठ। चलतु देखा ये पात्रपड़ार बायाणी पीठ केमती कौन भ्यू जाइए। मुझे प्रथम थर जाऊँगी आपण मैंने देखिपे रास्ता कड़े केमती सबुज गछलता है पहाड़िया जगह। पहाड़ तले से मंदिरटी अवस्थित आठी शक्तिपीठ गोटे सेठिकार। चलतु जीवा देखा। बर्तमान आम बायाणी पीठ रे पहुँची जाइजु। माँ बायाणी पीठ पात्रपड़ा रे देखिवा। चलतु पहाड़ तले माँ को मंदिर सुंदर जगह है। सुंदर लगुच परिवेश सुंदर शांत। चलतु भीतर को जीवा देखिवा सेठिकार केमती कौन अच्छी। माँ को भीतर मंदिर भीतर को प्रवेश करी आम करने जाऊँ। देखंतु आपण माने बहुत लोक आसंती एठाको दर्शन करने। बहुत भी भीड़ हुए जगार माँ को मंदिर। आमे समस्ते आसीजु एठी माँ को दर्शन करने। आउ एठी बुलिकी तांकर चारिकांथ परिवेश केमती कौन अच्छी बुलिकी देखिवा। माँ को दर्शन प्रथम करिकी बाहर बुलिया। एठी बहुत संख्यार लोक आसंती माँ को दर्शन पाई। बहुत एरिया कटक भुवनेश्वर भी आसंती। आपण माने भी आसंतु माँ को दर्शन पाई। माँ को दर्शन करिकी आपण माने बहुत खुशी भी हो पारिबे। आसंतु परिवार सहित आसंतु सांग साथी सहित आसंतु देखिए भल लगे आपण मानकु। ये जगार परिवेश बहुत शांत। चारिकांथ बुलिकी देखिवा टिके कौन हो। आठे जिंकलू डब्ल्यू आयुष सेल्फी नौचंदी।
ଏବେ ଚାଲନ୍ତୁ ଯିବା ବୁଲିବା ବୁଲାବୁଲି କରିବା। ଏଠି ଭୋଜି କରିବା ପାଇଁ ବି ବହୁତ ବଢ଼ିଆ ସୁବିଧା ଅଛି। ଏଠି ପିକନିକ୍ ସ୍ପଟ୍ ବି ଅଛି। ଚାଲନ୍ତୁ ଦେଖିବା। এই ଜାଗାରେ ପିକନିକ୍ କରାଯାଏ। ମୁଖ୍ୟତଃ ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ମାସରେ ବହୁତ ଭିଡ଼ ହୁଏ ପିକନିକ୍ ପାଇଁ। ଆପଣମାନେ ବି ଆସିକି ପିକନିକ୍ କରିପାରିବେ এই ଜାଗାରେ। ବହୁତ ସୁନ୍ଦର ଷ୍ଟାଚ୍ୟୁ ବି ବନା ହେଇଛି ଏଠି। ଆପଣମାନେ ଆସନ୍ତୁ ପରିବାର ସହିତ ସାଙ୍ଗସାଥି ସହିତ ଆସନ୍ତୁ ପିକନିକ୍ କରନ୍ତୁ ଭୋଜି କରନ୍ତୁ। ଆଉ ସୁନ୍ଦର ଏଠି ସୁନ୍ଦର। ବର୍ତ୍ତମାନ ଆମେ ପାତ୍ରପଡ଼ା ପାର୍କ ଭିତରେ ପ୍ରବେଶ କରୁଛୁ। ଆପଣମାନେ ଦେଖିବେ ସେଠି ଗଲା ପରେ କ'ଣ କ'ଣ ଦେଖେଇବା। ଏଠି ପାତ୍ରପଡ଼ା ମଠ ଆବାହନ କାଳର ବାଘ ଦରି ପୀଠକୁ ରାସ୍ତା ବିଶ୍ୱଗୁରୁ ଭାଇ ଭଉଣୀ ନିରବତା ରକ୍ଷା କରନ୍ତୁ ଏଠି ଲେଖା ହେଇଛି। ଚାଲ ବର୍ତ୍ତମାନ ଭିତରକୁ ଯିବା। ସେଠି ପାଣି କ'ଣ ପଡ଼ୁଛି ଦେଖିବା। ଆଉ ଏଠି ପାହାଚ ହେଇଛି। ଆପଣମାନେ ଦେଖିବେ ଆପଣମାନେ ଆସିବେ। ବର୍ତ୍ତମାନ ଆୟୁଷ ଫଟୋ ଉଠାଇବାରେ ଲାଗି ପଡ଼ିଛି। ହଁ ଜିଙ୍କ୍ଲୁ ଡବ୍ଲୁ ଏଠି ପାତ୍ରପଡ଼ା ମଠ ଅଛି। ଆପଣମାନେ ଦେଖିପାରୁଥିବେ। ବାବା ରହୁଛନ୍ତି। ପାତ୍ରପଡ଼ାରେ ଆପଣମାନେ ଦେଖିପାରୁଥିବେ ଜାଗା କେତେ ସୁନ୍ଦର, ପରିବେଶ କେତେ ସୁନ୍ଦର, ପରିବେଶ ପୁରା ଶାନ୍ତ। ଚାଲନ୍ତୁ ଦେଖିବା ଏଠି ପାଣି ଝରୁଥିବାର ଦୃଶ୍ୟ। ଯେମିତି ଖଣ୍ଡାଧାରରେ ଝରେ ପାଣି, ସେମିତି ପାଣି ଝରୁଥିବାର ଦୃଶ୍ୟ ଆପଣମାନେ ଦେଖିପାରିବେ। ଆପଣମାନେ ଦେଖିପାରୁଥିବେ ଆମର ପାତ୍ରପଡ଼ାର କେମିତି ପାଣି କେମିତି ପାଣି ପଡ଼ୁଛି, ଉପରୁ ପାଣି ପଡ଼ୁଛି, କେତେ ସୁନ୍ଦର ପରିବେଶ ମନୋରମ ହେଇଛି। ଏଠି ଦେଖିପାରୁଥିବେ ପାଣି ଝରିବାର ଦୃଶ୍ୟ। ଆଉ ଏଇଭଳିଆ ପଥର ସବୁ ରହିଛି। ଆଉ ଏଇ ନଦୀରେ ପଥର ଟାଇପ୍ର ପଥରରେ ପରିପୂର୍ଣ୍ଣ ଅଛି। ସୁନ୍ଦର ଲାଗୁଛି ଭିୟୁଜ୍। ଟିକେ ଫଟୋ ନେଉଛି, ପୋଜ୍ ଆୟୁଷ ଟିକେ ସେଲ୍ଫି ନେଉଛି। ଦେଖନ୍ତୁ କେତେ ସୁନ୍ଦର, କେତେ ଛୋଟ ଛୋଟ ପାଣି ବୁନ୍ଦା ପଡ଼ୁଛି ରଜରେ। ପ୍ରକୃତି କେତେ ସୁନ୍ଦର। ଆପଣମାନେ ଦେଖିପାରୁଥିବେ କେମିତି ଝରଣା ଉପରୁ ଝରଣାରୁ ପାଣି ପଡ଼ୁଛି। ଯିବା ଗୁମ୍ଫା ଭିତରେ ଠାକୁର ଅଛନ୍ତି ଦେଖିବା। ସେଠି ଏଠି ଗୁମ୍ଫାରେ ଠାକୁର ଅଛନ୍ତି।
ଯିବା ଦେଖିବା ସେଠି। ଚାଲନ୍ତୁ ଦେଖିବା ଏଠି ବାଘଦରୀ କୁ ଅଛି, ରାସ୍ତା ଅଛି, ଏଠି ଗୁମ୍ଫା ଅଛି। ଦେଖିବା ଭିତରେ କେମିତି କ'ଣ ସୁବିଧା ଅଛି। ଚାଲନ୍ତୁ ଏଠି ପଥର ସାହାଯ୍ୟରେ ପଥର ଅଛି, ଗୁମ୍ଫା ଅଛି, ଏଠି ବି ମୂର୍ତ୍ତି ଅଛନ୍ତି, ମା କାଳୀଙ୍କର ଫଟୋ ଅଛି, ଆଉ ଭିତରେ ଗୁମ୍ଫା ଅଛି। ଗୁମ୍ଫା ଭିତରକୁ ଟିକେ ଦେଖିବା, ପଶିବା ପାଇଁ ଚେଷ୍ଟା କରିବା, କିନ୍ତୁ ସନ୍ଧ୍ୟା ହେଇ ଆସିଲାଣି, ସେଇ ହିସାବରେ ଆଉ ଭିତରକୁ ଟିକେ ପ୍ରବେଶ କରିବା ପାଇଁ ଡର ବି ଲାଗୁଛି। ଆଉ ଜଣେ ଦୁଇ ଜଣ ହେଇଥିଲେ ନିଶ୍ଚିତ ଭାବରେ ଯାଇଥାନ୍ତୁ, କିନ୍ତୁ ଡର ତ ଲାଗୁଛି, ଯିବାନି, ଏଇଠୁ ହିଁ ଫେରିଯିବା। ଆପଣମାନେ ଦେଖିପାରୁଥିବେ ପଥରରେ କିଛି ଲେଖା ହେଇଛି। ତାପରେ ଆମେ ସେ ଜାଗାରୁ ଫେରି ଆସିଲୁ। ଏବେ ପାଣି ଝରିବାର ଦୃଶ୍ୟ ପାଖକୁ ଏଠି ବହୁତ ଲୋକ ଆସିଛନ୍ତି, ସେଲ୍ଫି ନେଉଛନ୍ତି, ଫଟୋ ଉଠାଉଛନ୍ତି। ବର୍ତ୍ତମାନ ସନ୍ଧ୍ୟା ହେଇ ଆସିଲାଣି। ବର୍ତ୍ତମାନ ବାୟାଣୀ ପୀଠରୁ ଫେରିବା ଧୀରେ ଧୀରେ କି। ଚାଲନ୍ତୁ ଦେଖିବା, ଏଠି ପାର୍କ ଅଛି, ଏଠି ହରିଣ ରଖିଛନ୍ତି, ମୟୂର ରଖିଛନ୍ତି। ଭିତରେ ଯାଇକି ଟିକେ ଦେଖିବା। ସୁନ୍ଦର ଗଛଲତାରେ ସଜା ହେଇଛି, ଦେଖିପାରୁଥିବେ ଆପଣମାନେ କେତେ ସୁନ୍ଦର ପରିବେଶ ହେଇଛି। ଏଠି ମୟୂର ଅଛନ୍ତି, ହରିଣ ଅଛି, ହରିଣ ମୟୂର ଅଛନ୍ତି, ଦେଖନ୍ତୁ ଆପଣମାନେ। ଏଠି ଲେଖା ହେଇଛି ଆଇ ଲଭ୍ ପାତ୍ରପଡ଼ା। ଏଇ ଜାଗା ବହୁତ ମନୋରମ, ବହୁତ ପ୍ରକୃତି, ବହୁତ ବଢ଼ିଆ ସୁନ୍ଦର ଜିନିଷ ଆମକୁ ଦେଇଛି। ଏଇ ଜାଗାକୁ ଆପଣମାନେ ଆସନ୍ତୁ। ଏଠି ବହୁତ ସୁନ୍ଦର ଷ୍ଟାଚ୍ୟୁ ହେଇଛି ଡାଇନୋସରର। ଆପଣମାନେ ଆସିବେ, ପାର୍କ ଭିତରକୁ ବି ବୁଲି ପାରିବେ। ସନ୍ଧ୍ୟା ହେଇଯିବାରୁ ଆମେ ବେଶୀ ସମୟ ଆଉ ବୁଲି ପାରୁନୁ, ସନ୍ଧ୍ୟା ହେଇ ଆସିଲାଣି, ତେଣୁକରି ଆମେ ବିଦାୟ ନେଉଛୁ। এই ভিডিওটি যদি ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର ବି ନିଶ୍ଚିତ ଭାବରେ କରିବେ। ଧନ୍ୟବାଦ, ଥ୍ୟାଙ୍କ ୟୁ।